ପାଟଣାରେ ଜ୍ଞାନ ବିଜ୍ଞାନ ମେଳା। ପାଟଣା ମୁଖ୍ୟାଳୟରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବୈତରଣୀ ବିହାରଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଶିକ୍ଷା ଅଧିକାରୀ ସଚିଦାନନ୍ଦ ସେଠୀ, ମୁଖ୍ୟ ବକ୍ତା ଭାବେ ବିଜ୍ଞାନ ଶିକ୍ଷକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶ୍ରୀଯୁକ୍ତ ପାର୍ଥସାରଥୀ ବେଜ ଏବଂ ପରିଚାଳନା ସମିତିର ସଦସ୍ୟା ମାମିନା ବେହେରା, ପ୍ରଧାନ ଆଚାର୍ଯ୍ୟ ଗଣେଶର କଳ ଉଦ୍ଘାଟନ ସଭାରେ ଯୋଗ ଦେଇଥିଲେ। ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ ନିମନ୍ତେ ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପାର୍ଥସାରଥୀ ବେଜ ଏବଂ ଗୋପୀନାଥ ଉଚ୍ଚ ବିଦ୍ୟାଳୟର ହିମାଂଶୁ ଶେଖର ହାଁସଦା, ବିଜ୍ଞାନ ଶିକ୍ଷୟିତ୍ରୀ ଅଞ୍ଜଳି ଦଣ୍ଡପାଟ ଏବଂ ବୁଟା ସିଂ ଉଚ୍ଚ ବିଦ୍ୟାଳୟର ବିଜୟ କୁମାର ପଣ୍ଡା ଯୋଗ ଦେଇଥିଲେ। ଏଥିରେ ଶିଶୁ, ବାଲ ଏବଂ କିଶୋର ବର୍ଗର 179ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏତଦ୍ ବ୍ୟତୀତ ଗଣିତ ବିଜ୍ଞାନ ଏବଂ ସଂସ୍କୃତି ଜ୍ଞାନର ପ୍ରଶ୍ନ ମଞ୍ଚ ହୋଇଥିଲା। ମୂର୍ତ୍ତିକଳା ଓ ପତ୍ରବାଚନ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୋଟ 256 ଜଣ ଶିଶୁ ଅଂଶଗ୍ରହଣ କରିଥିଲେ। ଶେଷରେ ପୁରସ୍କାର ବିତରଣ ଉତ୍ସବରେ ଆଞ୍ଚଳିକ ମହାବିଦ୍ୟାଳୟର କନିଷ୍ଠ ଅଧ୍ୟାପକ ଶରଚନ୍ଦ୍ର ମିଶ୍ର ଯୋଗଦେଇ ଶିଶୁଙ୍କୁ ବୈଜ୍ଞାନିକ ଚିନ୍ତାଧାରାରେ ମାର୍ଗଦର୍ଶନ କରିଥିଲେ। ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଆଚାର୍ଯ୍ୟ ହୀରାଲାଲ ମହାନ୍ତ ଏବଂ ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମାପନ ହୋଇଥିଲା। କବିନ୍ଦ୍ର ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।